Welcome to the information session of Bhopal Sir's Career Point. This is a video on question pattern and different types of questions from different units for annual higher secondary examination 2025 on the chapter history in optional subject for art stream. এই সাবজেক্টে ম্যাক্সিমম 100 মার্কসର ପରୀକ୍ଷା ହେଉଥିଲା ଚଳିତ ବର୍ଷ ପାଖରୁ ଇଣ୍ଟରନାଲ 20 ମାର୍କ ଯାହା ପାଇଁ ଟାଇମ୍ ଡ୍ୟୁରେସନ୍ ରହିବ 45 ମିନିଟ୍ ଏବଂ ଏନୁଆଲ ହାୟର ସେକେଣ୍ଡାରୀ ଏକ୍ଜାମିନେସନ୍ 80 ମାର୍କ ଯାହା ପାଇଁ ଟାଇମ୍ ଡ୍ୟୁରେସନ୍ ସେଇ ପୂର୍ବବତ୍ 3 ଘଣ୍ଟା ରହିବ। ଏବେ ଦେଖିବା ଏଇଥିରେ କେତେ ପ୍ରକାର କ୍ୱେଶ୍ଚନ୍ ରହିବ। MCQ 21 ଟି କ୍ୱେଶ୍ଚନ୍ ରହିବ, ପ୍ରତି କ୍ୱେଶ୍ଚନ୍ 1 ମାର୍କ କରି 21 ମାର୍କ। 2 ମାର୍କସର ସର୍ଟ ଆନ୍ସର ଟାଇପ୍ କ୍ୱେଶ୍ଚନ୍ସ ଯାହାର ଉତ୍ତର 40ରୁ 50 ଶବ୍ଦ ଭିତରେ ଦେବାକୁ ପଡ଼ିବ। 12ଟି ପ୍ରଶ୍ନରୁ 7ଟି ପ୍ରଶ୍ନର ଉତ୍ତର ଲେଖିବାକୁ ପଡ଼ିବ ଯାହା ପାଇଁ 14 ମାର୍କ ରହିଛି। 3 marks short answer type questions within 80 to 100 words each। ଏଠି 12ଟି ପ୍ରଶ୍ନରୁ 7ଟି ପ୍ରଶ୍ନ ଉତ୍ତର ଦେବାକୁ ପଡ଼ିବ ଯାହା ପାଇଁ 7 3 ଯା 21 ମାର୍କ ରହିଛି ଏବଂ 80 ମାର୍କସର ଲଙ୍ଗ ଆନ୍ସର ଟାଇପ୍ କ୍ୱେଶ୍ଚନ୍ ପାଇଁ ଯାହାର ଉତ୍ତର 300ରୁ 350 ଶବ୍ଦ ଭିତରେ ଦେବାକୁ ପଡ଼ିବ। ଏଥିରେ 6ଟି ପ୍ରଶ୍ନରୁ ଆମକୁ 3ଟି ପ୍ରଶ୍ନ ଉତ୍ତର କରିବାକୁ ପଡ଼ିବ ଯାହା ପାଇଁ 8 3 24 ମାର୍କ ରହିଛି। ଏଇଭଳି ଟୋଟାଲ 80 ମାର୍କସରେ ଫାଇନାଲ ଏକ୍ଜାମ ଆମକୁ ଦେବାକୁ ପଡ଼ିବ। ଏବେ ଦେଖିବା ଗ୍ରୁପ ଏ ରେ କେଉଁ ପ୍ରକାର କ୍ୱେଶ୍ଚନ୍ ରହିବ। ଗ୍ରୁପ ଏ ରେ ସମସ୍ତ କ୍ୱେଶ୍ଚନ୍ MCQ ରହିବ। MCQ all questions to be answers means all the questions are compulsory here। ଏବେ ଦେଖିବା ବିଭିନ୍ନ ୟୁନିଟ୍ରୁ ଏହି କ୍ୱେଶ୍ଚନ୍ କିଭଳି ଆସିବ। ୟୁନିଟ୍ 1ଟି ଇଣ୍ଟରନାଲ ଏକ୍ଜାମକୁ ଆସାଇନ୍ଡ ହେଇଛି। ସୋ ୟୁନିଟ୍ 2ରେ 6ଟି ମଲ୍ଟିପଲ୍ ଚଏସ୍ କ୍ୱେଶ୍ଚନ୍ ଆସିବ, ହ୍ୱାଇଲ୍ ୟୁନିଟ୍ 3ରେ 5ଟି ମଲ୍ଟିପଲ୍ ଚଏସ୍ କ୍ୱେଶ୍ଚନ୍ ଆସିବ। ୟୁନିଟ୍ 4ରୁ 5ଟି ମଲ୍ଟିପଲ୍ ଚଏସ୍ କ୍ୱେଶ୍ଚନ୍ ଏବଂ ୟୁନିଟ୍ 5ରୁ 5ଟି ମଲ୍ଟିପଲ୍ ଚଏସ୍ କ୍ୱେଶ୍ଚନ୍ ଆସିବ। ଏଇଭଳି ଟୋଟାଲ 21ଟି MCQ କ୍ୱେଶ୍ଚନ୍ ଆସିବ ଆଉ ଗ୍ରୁପ ଏରେ 21 ମାର୍କ ରହିବ। ଏବେ ଯିବା ଗ୍ରୁପ ବିର କଥା। ଗ୍ରୁପ ବିରେ ରହିବ 2 ମାର୍କ ସର୍ଟ ଆନ୍ସର ଟାଇପ୍ କ୍ୱେଶ୍ଚନ୍ସ। ଏଠାରେ ଆନ୍ସରଟିକୁ 40ରୁ 50ଟି ୱାର୍ଡ ଭିତରେ ଲେଖିବାକୁ ପଡ଼ିବ। 12ଟି ପ୍ରଶ୍ନ ଆସିବ, ସେଥିରୁ 7ଟି ପ୍ରଶ୍ନର ଉତ୍ତର କରିବାକୁ ପଡ଼ିବ ଏବଂ 7ଟି ପ୍ରଶ୍ନକୁ ପ୍ରତି କ୍ୱେଶ୍ଚନ୍କୁ 2 ମାର୍କ କରି ଟୋଟାଲ 14 ମାର୍କ ରହିବ। ଏବେ ଦେଖିବା ଏ 12ଟି ପ୍ରଶ୍ନ କେଉଁ ୟୁନିଟ୍ରୁ କେତେ କରି ଆସିବ, ଯେଉଁଥିରୁ ଆମକୁ 7ଟି ପ୍ରଶ୍ନ ଉତ୍ତର ଲେଖିବାକୁ ପଡ଼ିବ। ୟୁନିଟ୍ 2 ଆଉଟ୍ ଅଫ୍ 3, ୟୁନିଟ୍ 2ରୁ 3ଟି 2 ମାର୍କିଆ କ୍ୱେଶ୍ଚନ୍ ପଡ଼ିବ, ସେଥିରୁ 2ଟିର ଆନ୍ସର କରିବାକୁ ପଡ଼ିବ। ୟୁନିଟ୍ 3 2 ଆଉଟ୍ ଅଫ୍ 4, 4ଟି 2 ମାର୍କିଆ କ୍ୱେଶ୍ଚନ୍ରୁ ପରୀକ୍ଷାର୍ଥୀକୁ 2ଟି ପ୍ରଶ୍ନର ଉତ୍ତର ଲେଖିବାକୁ ପଡ଼ିବ। ୟୁନିଟ୍ 4 2 ଆଉଟ୍ ଅଫ୍ 3, 3ଟି 2 ମାର୍କିଆ ପ୍ରଶ୍ନରୁ 2ଟିର ଉତ୍ତର ଲେଖିବାକୁ ପଡ଼ିବ। ୟୁନିଟ୍ 5 1 ଆଉଟ୍ ଅଫ୍ 2, 2ଟି 2 ମାର୍କିଆ ପ୍ରଶ୍ନରୁ ଗୋଟିଏ ପ୍ରଶ୍ନର ଉତ୍ତର ପରୀକ୍ଷାର୍ଥୀ କରିବାକୁ ପଡ଼ିବ। ଏଇଭଳି ୟୁନିଟ୍ 2ରୁ 2, ୟୁନିଟ୍ 3ରୁ 2, ୟୁନିଟ୍ 4ରୁ 2 ଏବଂ ୟୁନିଟ୍ 5ରୁ 1 ଟୋଟାଲ 7ଟି ପ୍ରଶ୍ନ ଉତ୍ତର ଲେଖିବାକୁ ପଡ଼ିବ ଆଉ ଟୋଟାଲ ମାର୍କ ରହିବ 2 × 7 14 ମାର୍କସ। ଏବେ ଯିବା ଗ୍ରୁପ ସି ପାଖକୁ। 3 ମାର୍କ ସର୍ଟ ଆନ୍ସର ଟାଇପ୍ କ୍ୱେଶ୍ଚନ୍ସ ଯାହାର ଉତ୍ତର 60ରୁ 80 ୱାର୍ଡ ଭିତରେ ଲେଖିବାକୁ ପଡ଼ିବ। ଏଠାରେ ମଧ୍ୟ 12ଟି ପ୍ରଶ୍ନ ରହିବ, ସେଥିରୁ 7ଟି ପ୍ରଶ୍ନ ଉତ୍ତର କରିବାକୁ ପଡ଼ିବ। ସେଇଭଳି 7 × 3 ଟୋଟାଲ 21 ମାର୍କସ ଏହି ସାଇନ୍ରେ ଅଛି। ଏବେ ଦେଖିବେ ଏ 12ଟି ପ୍ରଶ୍ନ କେଉଁ ୟୁନିଟ୍ରୁ କେତୋଟି କରି ଆସିବ। ବର୍ତ୍ତମାନ ଦେଖିବା ୟୁନିଟ୍ 2 ଆଉଟ୍ ଅଫ୍ 3, 3ଟି 3 ମାର୍କିଆ ପ୍ରଶ୍ନରୁ ଆମକୁ 2ଟି ଉତ୍ତର ଲେଖିବାକୁ ପଡ଼ିବ। ୟୁନିଟ୍ 3 2 ଆଉଟ୍ ଅଫ୍ 4, 4ଟି 3 ମାର୍କିଆ ପ୍ରଶ୍ନରୁ ଆମକୁ 2ଟିର ଉତ୍ତର ଲେଖିବାକୁ ପଡ଼ିବ। ୟୁନିଟ୍ 4 2 ଆଉଟ୍ ଅଫ୍ 3, 3ଟିରୁ 2ଟି 3 ମାର୍କିଆ ପ୍ରଶ୍ନର ଉତ୍ତର ଲେଖିବାକୁ ପଡ଼ିବ। ୟୁନିଟ୍ 5 1 ଆଉଟ୍ ଅଫ୍ 2। ଏଇଭଳି ଟୋଟାଲ 12ଟି ପ୍ରଶ୍ନ ୟୁନିଟ୍ 2 3 4 5ରୁ ଆସିବ ଆଉ ସେଥିରୁ ୟୁନିଟ୍ 2ରୁ 2ଟା, ୟୁନିଟ୍ 3ରୁ 2ଟା, ୟୁନିଟ୍ 4ରୁ 2ଟା ଏବଂ ୟୁନିଟ୍ 1ରୁ ଗୋଟିଏ ଆମକୁ 7ଟି ପ୍ରଶ୍ନର ଉତ୍ତର ଲେଖିବାକୁ ପଡ଼ିବ ଯାହା ପାଇଁ ଗ୍ରୁପ ସିରେ ରହିଛି 21 ମାର୍କସ। ଏବେ ଯିବା ଲାଷ୍ଟ ପାର୍ଟ, ଦ୍ୟାଟ୍ ଇଜ୍ ଦ ଗ୍ରୁପ ଡି 8 ମାର୍କସ ଡେସ୍କ୍ରିପଟିଭ ଆନ୍ସର ଟାଇପ୍ କ୍ୱେଶ୍ଚନ୍ସ ଯାହାର ଉତ୍ତର 300ରୁ 350 ଶବ୍ଦ ଭିତରେ ଲେଖିବାକୁ ପଡ଼ିବ। ଏଠାରେ 6ଟି ପ୍ରଶ୍ନରୁ ଆମକୁ 3ଟି ପ୍ରଶ୍ନର ଉତ୍ତର ଲେଖିବାକୁ ପଡ଼ିବ ଆଉ ପ୍ରତ୍ୟେକ ପ୍ରଶ୍ନକୁ 3 ମାର୍କ କରି ଏହି ଗ୍ରୁପରେ 24 ମାର୍କ ରହିଅଛି। ଏବେ ଦେଖିବା କେଉଁ ୟୁନିଟ୍ରୁ କେତୋଟି ଲଙ୍ଗ କ୍ୱେଶ୍ଚନ୍ ପଡ଼ିବ। ଡେସ୍କ୍ରିପଟିଭ ଟାଇପ୍ କ୍ୱେଶ୍ଚନ୍ସ we have to answer 3 out of 6। ୟୁନିଟ୍ 2ରୁ ଗୋଟିଏ ଲଙ୍ଗ କ୍ୱେଶ୍ଚନ୍ ଆସିବ, ୟୁନିଟ୍ 3ରୁ 2ଟି ଲଙ୍ଗ କ୍ୱେଶ୍ଚନ୍ ଆସିବ,
यूनिट 4 रु 2टी लंग क्वेश्चन आसीबो एवं यूनिट 5 रु गोटे लंग क्वेश्चन आसीबो एही भली टोटल 6टी लंग क्वेश्चन पड़िबो आ सेथु पिला को 3टी रो उत्तर करिया पड़िबो यूनिट 1 इज कंप्लीटली असाइन्ड फॉर द इंटरनल एग्जामिनेशन एही भली ग्रुप डी पाई 24 मार्क क्वेश्चन रहिबो थैंक्स फॉर वाचिंग भोपाल सर्च करियर पॉइंट प्लीज लाइक एंड शेयर दिस वीडियो don't forget to subscribe my channel if you are watching it for the first time.